ହ୍ୟାଲୋ ହାଏ ଜୟ ଜଗନ୍ନାଥ ଆପଣମାନଙ୍କୁ ସ୍ୱାଗତ କରିଛି ଆଉ ଗୋଟେ ମିନି ବ୍ଲଗକୁ। ତ ଆଜିର ଆମର ସ୍ପେଶାଲ ଡିନରରେ ଥିଲା କଞ୍ଚା ମାଛର ଘାଣ୍ଟ। ତ ଭାବୁଥିବେ ଆପଣମାନେ କି କଞ୍ଚା ମାଛର ଘାଣ୍ଟ ମାନେ ମାଛଟା କେବଳ ଖାଲି ସେମିତି କଞ୍ଚା ପଡ଼ିଥିବ ନା। ତ ତାର ପ୍ରସ୍ତୁତି ଆମେ ଆପଣମାନଙ୍କୁ ଦେଖାଉଛୁ। ଦେଖିବୁ ପ୍ରଥମେ ସୋରିଷ ତେଲରେ କେମିତି ପିଆଜ କଟା ହେଇଥିବା ଟମାଟୋ ପଡ଼ିଯାଇଥିଲା। ତ ସେଗୁଡ଼ା କିଛି ଭାଜି ହେଇସାରିଲା ପରେ ପଡ଼ିଥିଲା ମୁଣ୍ଡ କଞ୍ଚା ମାଛର ମୁଣ୍ଡ ଆଉ ଲାଞ୍ଜ। କାହିଁକିନା ଘାଣ୍ଟରେ ମାଛର ମୁଣ୍ଡ ଆଉ ଲାଞ୍ଜ ପଡ଼ିଲେ ବହୁତ ଟେଷ୍ଟ ଲାଗେ। ସେଥିପାଇଁ ଆମେ ଆଣିଥିଲୁ 3ଟି ମୁଣ୍ଡ ଆଉ ଲାଞ୍ଜ 4-5ଟା। ତ ସେଗୁଡ଼ିକୁ ପକାଇ ଆମେ କଷିବାକୁ ଲାଗିଥିଲୁ। ତ ମାଛ ଭାଜି ହେଇସାରିଲା ପରେ ତା ଦେହରେ ପକାଇ ଦେଇଥିଲୁ ତେଜପତ୍ର, କାହିଁକିନା ଆଗ ଫାଷ୍ଟ ତେଜପତ୍ର ପକାଇବାକୁ ମନେ ନଥିଲା। ତ ତାପରେ ଧୀରେ ଧୀରେ କରି ସବୁ ମସଲା ମାଛଟା ହେଇସାରିଲା ପରେ ସବୁ ମସଲା ମସଲି ପଡ଼ିଥିଲା। ତ ଆମ ସାଧାବାଲାଙ୍କ ପାଇଁ ପନିର ବି ଚାଲିଥିଲା ପ୍ରିପାରେସନ୍। ଦେଖିପାରୁଥିବେ କେମିତି ସବୁ ମସଲା ଗୁଣ୍ଡ ଆସି ଧୀରେ ଧୀରେ ପଡ଼ୁଛି। ଏଇଟା କଞ୍ଚା ମାଛର ଘାଣ୍ଟ ଖାଲି ନାଁକୁ ମାତ୍ର, ନହେଲେ ମାଛଟା ଭଲସେ ତେଲରେ ଆଗ ଫାଷ୍ଟ ଭଜା ବି ହେଇଗଲା ସେଇଥିରେ। ତ ଦେଖିପାରୁଥିବେ କେମିତି ରଙ୍ଗ ବିରଙ୍ଗର ମସଲା ହଳଦୀ ନାଲି ହେଇ ପଡ଼ୁଛି। ତ ମସଲା ସବୁ ପଡ଼ି ସାରିଲା ପରେ ଲାଷ୍ଟକୁ ପଡ଼ିଥିଲା କସ୍ତୁରୀ ମେଥି, କାହିଁକିନା ମେଥି ପତ୍ର ତା ଟେଷ୍ଟଟାକୁ 2 ଗୁଣା କରିଦେବ, ସେଥିପାଇଁ ପଡ଼ିଥିଲା ମେଥି। ତ ମେଥି ପତ୍ର ପକାଇ ଟିକେ ଏପଟ ସେପଟ ଗୋଳେଇ ଘାଣ୍ଟି ସାରିଲା ପରେ ତାପରେ ପକାଇ ଦେଇଥିଲୁ ପରିବା। ତ ପରିବାର ଥିଲା ଆମର ଯେମିତି ଦେଖିପାରୁଥିବେ ଦେଶୀ ଆଳୁ, କଖାରୁ ଓ ଆଳୁ। ସିମ୍ପୁଲ ପରିବା ନେଇ ଆମେ ଆଜି କରୁଥିଲୁ ଘାଣ୍ଟ। ତ ପରିବାକୁ ତାଙ୍କ ଭିତରେ ଘଣ୍ଟା ଘଣ୍ଟି ଚାଲିଥିଲା ମସଲା ସହିତ, କାହିଁକିନା ସିଏ ଟିକେ ତେଲ ହଳଦୀ ନ ଲଗେଇଲେ ତାଙ୍କ ମନ ଶାନ୍ତି ହେବନି। ତାପରେ ଦିଆହେଇଥିଲା ପାଣି, ତାପରେ ଲୁଣ ପକାଇ ଘୋରେଇ ଦେଇଥିଲୁ ଫୁଟିବା ପାଇଁ। ତ କିଛି ସମୟ ପରେ ଫୁଟିଲା ପରେ ତାପରେ ପଡ଼ିଥିଲା ଡାଲି ପଡ଼ି ସାରି ପୁଣି ତାକୁ ଦେଇଥିଲୁ ଘୋଡ଼େଇ କିଛି ସମୟ ପାଇଁ। ତ ଡାଲିଟା ଫୁଟିକି ଭଲ ଭାବରେ ଫିଟି ସାରିଲା ପରେ ଛୁଙ୍କ ପାଇଁ ଏପଟେ ବସିଯାଇଥିଲା କଡ଼େଇ। ତ କଡ଼େଇରେ ପଡ଼ିଥିଲା ତେଲ ପରେ ଲଙ୍କା ପରେ କିଛିଟା ଫୁଟଣ ପକାଇ ଛୁଙ୍କ ଦିଆହେଇଥିଲା। ତାପରେ ଆମେ ସମସ୍ତେ ବସି ଶାନ୍ତିରେ ଗଣ୍ଡେ ଗଣ୍ଡେ ଖାଇଥିଲୁ। ତ ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।